ଧଳା ଜହର ସହ ଦୁଇ ଅଭିଯୁକ୍ତ ଗିରଫ। ଏକ ବିଶେଷ ସୂତ୍ରରୁ ସୂଚନା ଆଧାରରେ ଜଟଣୀ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେଞ୍ଚୁରିଆନ ରୋଡରେ ଥିବା ଖଣ୍ଡୁଆଳ ମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରୟ ଅଭିଯୋଗରେ ଶେଖ୍ ଅଶରଫ, ଉଦିଆରି ବଜାର ଜଟଣୀ ଓ ମନୋଜ କୁମାର ନାୟକ ଲୋକକଲୋନୀ ଜଟଣୀ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଛାନଭିନ ସମୟରେ ଏମାନଙ୍କ ନିକଟରୁ 11.65 ଗ୍ରାମ ଓଜନର ବ୍ରାଉନ ସୁଗାର 790 ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତକୁ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରି କେସ୍ ନମ୍ବର 460ରେ କୋର୍ଟ ଚାଲାଣ କରାଯାଇଥିଲା।